ଆଜିର ଭିଡ଼ିଓରେ ଆମେ କୋର୍ 2ର ୟୁନିଟ୍ 4 ପ୍ରବନ୍ଧ ସମ୍ପର୍କରେ ଆଲୋଚନା କରିବା। ପ୍ରବନ୍ଧର ସଂଜ୍ଞା ଓ ସ୍ୱରୂପ, ଗଠନରୀତି ଏବଂ ପ୍ରକାରଭେଦ ସମ୍ପର୍କରେ ଲେଖ। ସାହିତ୍ୟ କ୍ଷେତ୍ରରେ ପ୍ରବନ୍ଧ ଏକ ଶକ୍ତିଶାଳୀ ଓ ଲୋକପ୍ରିୟ ସାହିତ୍ୟିକ ମାଧ୍ୟମ। ଅର୍ଥାତ୍ ସାହିତ୍ୟ କ୍ଷେତ୍ରରେ ପ୍ରବନ୍ଧ ହେଉଛି ଏକ ଶକ୍ତିଶାଳୀ ଏବଂ ଲୋକପ୍ରିୟ ବା ଲୋକମାନଙ୍କୁ ବହୁତ ଆଜିର ଭିଡ଼ିଓରେ ଆମେ କୋର୍ 2ର ୟୁନିଟ୍ 4 ପ୍ରବନ୍ଧ ସମ୍ପର୍କରେ ଆଲୋଚନା କରିବା। ପ୍ରବନ୍ଧର ସଂଜ୍ଞା ଓ ସ୍ୱରୂପ, ଗଠନରୀତି ଏବଂ ପ୍ରକାରଭେଦ ସମ୍ପର୍କରେ ଲେଖ। ସାହିତ୍ୟ କ୍ଷେତ୍ରରେ ପ୍ରବନ୍ଧ ଏକ ଶକ୍ତିଶାଳୀ ଓ ଲୋକପ୍ରିୟ ସାହିତ୍ୟିକ ମାଧ୍ୟମ। ଅର୍ଥାତ୍ ସାହିତ୍ୟ କ୍ଷେତ୍ରରେ ଶକ୍ତିଶାଳୀ ଓ ଲୋକପ୍ରିୟ ମାଧ୍ୟମ ହେଉଛି ପ୍ରବନ୍ଧ। ପ୍ରବନ୍ଧ ସାହିତ୍ୟ ସାମ୍ପ୍ରତିକ ଗଦ୍ୟର ବଳିଷ୍ଠ ବିଭାଗ, ଏକ ବୌଦ୍ଧିକ ବିସ୍ଫୋରଣ। ଆଧୁନିକ ଯୁଗରେ ବହୁମୁଖୀ ଜ୍ଞାନ, ବିଜ୍ଞାନ, ଚିନ୍ତା, ଚେତନା, କ୍ରିୟା ପ୍ରତିକ୍ରିୟା ପ୍ରକାଶର ବଳିଷ୍ଠ ମାଧ୍ୟମ ହେଉଛି ପ୍ରବନ୍ଧ ସାହିତ୍ୟ। ଅର୍ଥାତ୍ ଆଧୁନିକ ଯୁଗରେ ଜ୍ଞାନ, ବିଜ୍ଞାନ ତଥା ଚିନ୍ତା ଚେତନାର କ୍ରିୟା ପ୍ରତିକ୍ରିୟା ପ୍ରକାଶ କେଉଁଥିରେ ହେଉଥିଲା? ପ୍ରବନ୍ଧ ମାଧ୍ୟମରେ ପ୍ରକାଶିତ ହେଉଛି। କୌଣସି ବିଷୟରେ ତତ୍ତ୍ୱ ଓ ତଥ୍ୟର ସିଦ୍ଧାନ୍ତକୁ ସର୍ବସାଧାରଣଙ୍କ ଦୃଷ୍ଟିକୁ ଆଣିବାକୁ, ଲେଖିବାକୁ ଯୁକ୍ତିଯୁକ୍ତ ଭାବେ ଏବଂ ଟୀକା ଟିପ୍ପଣୀ ସହ ପରିବେଷଣ କରିବାକୁ ହୋଇଥାଏ। ଅର୍ଥାତ୍ ପ୍ରବନ୍ଧ ମାଧ୍ୟମରେ ସର୍ବସାଧାରଣଙ୍କ ନିକଟକୁ ତଥ୍ୟ, ତତ୍ତ୍ୱ, ସିଦ୍ଧାନ୍ତ ଆଣୁଥିଲେ। ଏହା କେବଳ ପ୍ରବନ୍ଧ ମାଧ୍ୟମରେ ହୋଇଥାଏ ଏବଂ ପ୍ରବନ୍ଧ ଦ୍ୱାରା ଜ୍ଞାନର ପରିସର ପରିବ୍ୟାପ୍ତ ହୋଇଥାଏ। ପ୍ରବନ୍ଧ ରଚନା ଦ୍ୱାରା ଜ୍ଞାନର ପରିସର ବା ପଢ଼ିବା ଦ୍ୱାରା ଜ୍ଞାନର ପରିସର ବୃଦ୍ଧି ହୋଇଥାଏ। ପ୍ରବନ୍ଧ ରଚନା ଦ୍ୱାରା ଜ୍ଞାନ, ହୃଦୟ ଅପେକ୍ଷା ବୁଦ୍ଧି ଓ ଜ୍ଞାନର କସରତ ଅଧିକ ହୋଇଥାଏ। ଅର୍ଥାତ୍ ସାଧାରଣତଃ ଲେଖକ କଳ୍ପନା ଓ ବୁଦ୍ଧିବୃତ୍ତିକୁ ଆଶ୍ରୟ କରି ରଚିତ ସାହିତ୍ୟ କୃତିକୁ ପ୍ରବନ୍ଧ କୁହାଯାଏ। କଳ୍ପନା ଓ ବୁଦ୍ଧିବୃତ୍ତିକୁ ଆଶ୍ରୟ କରି ଯେଉଁ ସାହିତ୍ୟ ରଚିତ ହୋଇଥାଏ ତାହାକୁ ପ୍ରବନ୍ଧ କୁହାଯାଏ। ଭାଷାତାତ୍ତ୍ୱିକ ଦୃଷ୍ଟିରୁ ବିଚାର କଲେ ପ୍ର ଉପସର୍ଗ ବନ୍ଦ ଧାତୁରୁ ଏବଂ ପ୍ରତ୍ୟୟ ଯୋଗରେ ପ୍ରବନ୍ଧ ଶବ୍ଦର ବ୍ୟୁତ୍ପତ୍ତି। ଏହାର ଅର୍ଥ ହେଉଛି ପ୍ରକୃଷ୍ଟ ଭାବରେ ବନ୍ଧନରୁ ଜାତ ସାହିତ୍ୟ କଳାକର୍ମ। ଅର୍ଥାତ୍ ପଦବନ୍ଧନ ହିଁ ପ୍ରବନ୍ଧ ପଦବାଚ୍ୟ। ଯେକୌଣସି ଭାଷା ଓ ଭାବର ସୁଶୃଙ୍ଖଳିତ ସୁବିନ୍ୟସ୍ତ ସାହିତ୍ୟିକ କଳା ହେଉଛି ପ୍ରବନ୍ଧ। ଏହାର ସ୍ଥିତି ଅତି ପ୍ରାଚୀନ। ଏହି ପ୍ରବନ୍ଧ ଶବ୍ଦ ସଂସ୍କୃତ ସାହିତ୍ୟ ନିବନ୍ଧରେ ବ୍ୟବହାର କରାଯାଇଛି। ସଂସ୍କୃତ ସାହିତ୍ୟରେ ପ୍ରବନ୍ଧକୁ ନିବନ୍ଧ ଭାବରେ ବ୍ୟବହାର କରାଯାଇଛି। ଯାଜ୍ଞବଲ୍କ ସ୍ମୃତିରେ ଉଲ୍ଲେଖ ଅଛି, ନିବନ୍ଧ ଦ୍ରବ୍ୟମେବ। ଅତଏବ ପ୍ରବନ୍ଧ ବା ନିବନ୍ଧ ଏକ ସନ୍ଦର୍ଭ ବା ରଚନା। ପ୍ରବନ୍ଧ ଶବ୍ଦଟିର ପରିକଳ୍ପନା ଓ ପ୍ରୟୋଗ ପ୍ରାଚ୍ୟ ସାହିତ୍ୟରେ ପ୍ରଚଳିତ। ଅର୍ଥାତ୍ ପ୍ରବନ୍ଧ ବହୁ ପ୍ରାଚୀନ କାଳରୁ ପ୍ରଚଳିତ। ସେ କାଳରେ ମୁଖ୍ୟତଃ ପ୍ରବନ୍ଧକୁ ଛନ୍ଦୋବଦ୍ଧ ଶବ୍ଦ ସଙ୍ଗୀତ କୁହାଯାଉଥିଲା। ପ୍ରବନ୍ଧ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ଥିଲା, କିନ୍ତୁ ତାର ନାମ ପ୍ରାଚୀନ କାଳରେ ଅଲଗା ଥିଲା, ଛନ୍ଦୋବଦ୍ଧ ଶବ୍ଦ ସଙ୍ଗୀତ। ତେଣୁ ସେ କାଳରେ ପଦ୍ୟ ଗଦ୍ୟ ରଚନା ରୂପରେ ପ୍ରବନ୍ଧକୁ ବିଚାର କରାଯାଇଥିଲା। ଏହି ବିଚାରରେ ଓଡ଼ିଆ ଭାଗବତ ଥିଲା ପ୍ରବନ୍ଧ। ତେଣୁ ଏହି କାରଣରୁ ଭାଗବତକୁ ମଧ୍ୟ ପ୍ରବନ୍ଧ ବୋଲି କୁହାଯାଉଥିଲା। ଜଗନ୍ନାଥ ଦାସ ଭାଗବତରେ ଭାଷା ପ୍ରବନ୍ଧେ ଭାଗବତ କହଇ ବିପ୍ର ଜଗନ୍ନାଥ ବୋଲି କହିଥିଲେ। ଇଂରାଜୀରେ ପ୍ରବନ୍ଧକୁ ଏସେ କୁହାଯାଏ। 1850 ଖ୍ରୀଷ୍ଟାବ୍ଦରେ ଫରାସୀ ଲେଖକ ମଣ୍ଟେନ୍ ସର୍ବପ୍ରଥମେ ଏସିଆନ୍ ଶବ୍ଦ ବ୍ୟବହାର କରିଥିଲେ ଏବଂ ପ୍ରବନ୍ଧ ରଚନା ପଥକୁ ସୁଗମ କରିଥିଲେ। ଅର୍ଥାତ୍ କେବେ? 1850ରେ କିଏ? ମଣ୍ଟେନ୍ ସର୍ବପ୍ରଥମେ ଏସିଆନ୍ ଶବ୍ଦ ବ୍ୟବହାର କରିଥିଲେ। ତାଙ୍କର ଏସିଆନ୍ ଶବ୍ଦର ଅର୍ଥ ପ୍ରୟାସ। ଏହି ଶବ୍ଦଟିର ଅର୍ଥ କ'ଣ? ଏସିଆନ୍ ଶବ୍ଦର ଅର୍ଥ ପ୍ରୟାସ କରିବା। ତାଙ୍କ ମତରେ ବ୍ୟକ୍ତିର ମନର ବିଭିନ୍ନ ଚିନ୍ତାର ଶୃଙ୍ଖଳିତ ବନ୍ଧନ ହେଉଛି ପ୍ରବନ୍ଧ। ଏବେ ଆମେ ପ୍ରବନ୍ଧର ସଂଜ୍ଞା ସମ୍ପର୍କରେ ଆଲୋଚନା କରିବା। ପ୍ରବନ୍ଧ ଭଳି ଏକ ବୌଦ୍ଧିକ ବିଳାସୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚିନ୍ତା ନାୟକ ବିଭିନ୍ନ ଦୃଷ୍ଟିକୋଣରୁ ଏହାର ସଂଜ୍ଞା ପ୍ରଦାନ କରିଛନ୍ତି। ଜନସନଙ୍କ ମତରେ An essay is loose, is silly of mind, an irregular, undigested piece, not a regular and orderly composition। ଅର୍ଥାତ୍ ମୁକ୍ତ ମନର ଅଭିବ୍ୟକ୍ତି ବା ଅନିୟନ୍ତ୍ରିତ ଅପରିପକ୍ୱ ଚିନ୍ତାଧାରାର ଉଚ୍ଛ୍ୱାସ, ଯାହାର ଶୃଙ୍ଖଳା ନାହିଁ କି ସଂଗଠନ ନାହିଁ ଏବଂ ଯାହା ଏକ ଅନିୟମିତ ଅବ୍ୟବସ୍ଥିତ ରଚନା। ପ୍ରବନ୍ଧର ସ୍ୱରୂପ। ପ୍ରବନ୍ଧ ଏକ ବୁଦ୍ଧିଗତ ବ୍ୟାପାର। ଅର୍ଥାତ୍ ପ୍ରବନ୍ଧରେ ହୃଦୟ ଜ୍ଞାନ ଅପେକ୍ଷା ବୁଦ୍ଧିଗତ ଜ୍ଞାନ ବା କସରତର ଅଧିକ ଆବଶ୍ୟକ ହୋଇଥାଏ। ଯୁକ୍ତି ଓ ଉଦାହରଣ ଛଳରେ କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗର ଉପସ୍ଥାପନା ପ୍ରବନ୍ଧରେ କରାଯାଇଥାଏ। ଯୁକ୍ତି ବା ଛଳ ସାହାଯ୍ୟରେ ଏକ ପ୍ରବନ୍ଧରେ ଗୋଟିଏ ପ୍ରସଙ୍ଗକୁ ଉପସ୍ଥାପନା କରାଯାଇଥାଏ। ଏହା ଅଧିକ ଦୀର୍ଘ ନ ହୋଇ ନୀତି ଦୀର୍ଘ ହେବା ଉଚିତ। ଏହା ବେଶୀ ବଡ଼ ନ ହୋଇକି ଟିକେ ସାମାନ୍ୟ ଛୋଟ ହେବା ଆବଶ୍ୟକ ବୋଲି କୁହାଯାଉଛି। କେବଳ ଗବେଷଣାତ୍ମକ ନିବନ୍ଧ ବା ପ୍ରବନ୍ଧ ଦୀର୍ଘ ହୋଇଥାଏ। ଗବେଷଣାତ୍ମକ ପ୍ରବନ୍ଧ ଗୁଡ଼ିକ ଖାଲି ଦୀର୍ଘ ହୋଇଥାଏ, ବାକି ପ୍ରବନ୍ଧ ଗୁଡ଼ିକ ଠିକ୍ ବେଶୀ ବଡ଼ ହୋଇନଥାଏ। ଯେକୌଣସି ବିଷୟକୁ ନେଇ ପ୍ରବନ୍ଧ ରଚନା କରାଯାଇପାରେ, ମାତ୍ର ପ୍ରାବନ୍ଧିକ ସ୍ୱ କି ଚିନ୍ତାଧାରା ପରିପକ୍ୱତା ଉପରେ ଏହାର ସଫଳତା ନିର୍ଭର କରେ।
ପ୍ରାବନ୍ଧିକଙ୍କ ବ୍ୟକ୍ତିତ୍ୱ ଶୃଙ୍ଖଳାର ସହ ପ୍ରବନ୍ଧରେ ପ୍ରଖ୍ୟାପିତ ହୋଇଥାଏ। ପ୍ରବନ୍ଧର ଯେକୌଣସି ଅଂଶ ସ୍ୱୟଂ ସମ୍ପୂର୍ଣ୍ଣ ପୂର୍ବପୁର ସମ୍ପର୍କିତ ନୁହେଁ। ପ୍ରବନ୍ଧରେ ବୁଦ୍ଧି ଓ ହୃଦୟ ବା ବିଚାର ଓ ଭାବର ସମନ୍ୱୟ ହୋଇଥାଏ। ପ୍ରବନ୍ଧର ଉପସଂହାର ପ୍ରାବନ୍ଧିକଙ୍କ ଦ୍ୱାରା ହୋଇଥାଏ। ଏହା ଆଲୋଚିତ ବିଷୟ ଅନ୍ତର୍ଗତ ବିଭିନ୍ନ ଅଂଶର ନିଷ୍କର୍ଷ ଅବଲମ୍ବନରେ ହୋଇଥାଏ। ଉଚ୍ଚ କୋଟିର ପ୍ରବନ୍ଧ ପାଠକ ଉପରେ ଗଭୀର ରେଖାପାତ କରିଥାଏ। ପ୍ରବନ୍ଧର ଗଠନ ରୀତି ଓ ଶୈଳୀ। ପ୍ରାବନ୍ଧିକ ନିଜସ୍ୱ ମୌଳିକ ଚିନ୍ତାଧାରାରେ ସ୍ୱାଧୀନ, ତେଣୁ ତା ପ୍ରବନ୍ଧ ଗଠନ ରୀତି ତାର ସ୍ୱକୀୟ, ଅର୍ଥାତ୍ ପ୍ରବନ୍ଧ ସେମାନଙ୍କ ଚିନ୍ତାଧାରା ସ୍ୱାଧୀନ, ତେଣୁ ସେମାନେ ନିଜ ଇଚ୍ଛା ଅନୁସାରେ ଶୈଳୀ ଅବଲମ୍ବନ କରିଥାନ୍ତି। ପ୍ରବନ୍ଧର ସୁଗମତା ନିମନ୍ତେ କଳେବରକୁ 3 ଭାଗରେ ବିଭକ୍ତ କରାଯାଇଛି। ପ୍ରବନ୍ଧ ରଚନା କରିବା ପାଇଁ ସାଧାରଣତଃ 3ଟି ଶୈଳୀ ରହିଛି। ପ୍ରଥମ ହେଲା ଉପକ୍ରମ, ଆଖ୍ୟାନ ଭାଗ ଆଉ ଲାଷ୍ଟ ରହିଛି ଉପସଂହାର। ଉପକ୍ରମରେ କ'ଣ ରହିବା ଆବଶ୍ୟକ? ପ୍ରବନ୍ଧରେ ଏହି ପର୍ଯ୍ୟାୟକୁ ଆରମ୍ଭ ଭୂମିକା ଭାବରେ ଗ୍ରହଣ କରାଯାଏ। ଏଥିରେ ପ୍ରାବନ୍ଧିକ ପ୍ରସଙ୍ଗ ସମ୍ପର୍କିତ ସାମାନ୍ୟ ଆଭାସ ମନ୍ତବ୍ୟ ଉଲ୍ଲେଖ କରିଥାଏ। ଏହା ଆକର୍ଷଣୀୟ ଭିତ୍ତିକ ହେବା ଉଚିତ, ଯାହାଦ୍ୱାରା ପାଠକ ଆଗ୍ରହ ହୋଇଥାଏ। ଆଖ୍ୟାନ ଭାଗ। ଏଥିରେ ପ୍ରାବନ୍ଧିକ ସମସ୍ତ ବକ୍ତବ୍ୟ ଉପସ୍ଥାପିତ କରିଥାଏ। ବକ୍ତବ୍ୟର ପ୍ରବାହକୁ ସୁନିଶ୍ଚିତ କରିବା ପାଇଁ ଅନୁଚ୍ଛେଦଭୁକ୍ତ ଏବଂ ପ୍ରସଙ୍ଗ ଭିତ୍ତି ମଧ୍ୟରେ ବିଭିନ୍ନ ଆଲୋଚକ ଓ ସମାଲୋଚକ ଦେଇ ଏହାର ଗମ୍ଭୀରତାକୁ ପ୍ରମାଣିତ କରାଯାଇଥାଏ। ପ୍ରବନ୍ଧରେ ଏହି ଭାଗକୁ ଚର୍ଚ୍ଚିତ ଭାଗରେ ଗ୍ରହଣ କରାଯାଇଥାଏ। ଏବେ ଆମେ ଦେଖିବା ଉପସଂହାର। ପ୍ରବନ୍ଧର ଅନ୍ତିମ ଭାଗ ହିଁ ଉପସଂହାର। ଏଥିରେ ପ୍ରସଙ୍ଗିତ ବିଷୟରେ ଚୁମ୍ବକୀୟ ସୂଚନା ଦେବା ସହିତ ପ୍ରାବନ୍ଧିକଙ୍କ ବାର୍ତ୍ତା ମିଳିଥାଏ, ଯାହା ପାଠକ ପ୍ରାଣ ଓ ବୌଦ୍ଧିକତାକୁ ପ୍ରଭାବିତ କରିଥାଏ। ନୂତନ ଦିଶାର ଦିଗ୍ଦର୍ଶନକ ହୁଏ ପ୍ରବନ୍ଧଟି। ଏବେ ଆମେ ଦେଖିବା ପ୍ରବନ୍ଧର ପ୍ରକାରଭେଦ। ପ୍ରବନ୍ଧର ପରିସର, ବିଷୟ, ତଥ୍ୟ ଉପସ୍ଥାପନା କୌଶଳ ଦୃଷ୍ଟିରୁ ଏହାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି, ଯଥା ବ୍ୟକ୍ତିନିଷ୍ଠ ବା ମନ୍ମୟୀ ପ୍ରବନ୍ଧ, ବସ୍ତୁନିଷ୍ଠ ବା ତନ୍ମୟୀ ପ୍ରବନ୍ଧ। ପ୍ରଥମେ ଆମେ ବ୍ୟକ୍ତିନିଷ୍ଠ ବା ମନ୍ମୟୀ ପ୍ରବନ୍ଧ ସମ୍ପର୍କରେ ଆଲୋଚନା କରିବା। ଏ ପ୍ରକାର ପ୍ରବନ୍ଧରେ ଲେଖକ ବ୍ୟକ୍ତିଗତ ଅନୁଭୂତି ବିଶେଷ ଭାବରେ ପରିବେଷିତ ହୋଇଥାଏ। ଅର୍ଥାତ୍ ବ୍ୟକ୍ତିନିଷ୍ଠ ପ୍ରବନ୍ଧରେ ଜଣେ ବ୍ୟକ୍ତିଗତ ବା ଲେଖକଙ୍କର ଅନୁଭୂତି ବିଶେଷ ଭାବରେ ପରିବେଷିତ ହୋଇଥାଏ। ଗୁରୁ ଗମ୍ଭୀର ଚିନ୍ତାଧାରା ଅପେକ୍ଷା ଭାବର ଉଚ୍ଛଳତା ଏଥିରେ ଅଧିକ ପ୍ରକଟିତ ହୁଏ। ଏଥିରେ ବିଷୟବସ୍ତୁ ଅପେକ୍ଷା ଲେଖକଙ୍କର ହୃଦୟ ବାର୍ତ୍ତା ଅଧିକ ସୂଚିତ ହୋଇଥାଏ। ଏଥିରେ ବିଷୟବସ୍ତୁ ଯେଉଁ ରହିଛି ତାଠୁ ଅଧିକ ଲେଖକଙ୍କର ହୃଦୟର ବାର୍ତ୍ତା ଅଧିକ ବର୍ଣ୍ଣିତ ହୋଇଥାଏ। ଫଳରେ ଲେଖକ ଓ ପାଠକ ମଧ୍ୟରେ ସହୃଦୟ ଭିତ୍ତିରେ ସମ୍ବନ୍ଧ ସ୍ଥାପିତ ହୋଇଥାଏ। ଏଟା ଲଘୁ ଗୁରୁ ନିର୍ବିଶେଷରେ ସ୍ରଷ୍ଟାର ରସିକତାରେ ଯେତିକି ସ୍ଥାନ ପାଇଥାଏ, ବର୍ଣ୍ଣନା ବିଳାସରେ ପ୍ରଲେତାରେ ଏହା ମଧ୍ୟ ସେତିକି ଅନୁରଞ୍ଜିତ ହୋଇଥାଏ। ଏହି ଦୃଷ୍ଟିରୁ ବିଚାର କଲେ ଏହାକୁ ଭାବପ୍ରଧାନ ଓ ଅନୁଭୂତିମୂଳକ ପ୍ରବନ୍ଧ ଭାବରେ ମଧ୍ୟ ଗ୍ରହଣ କରାଯାଇପାରେ। ମନ୍ମୟୀତା ଏହାର ମୌଳିକ ବିଭବ। ଏହା ଅନୁଭୂତିମୂଳକ, ହାସ୍ୟ, ଛଳ ଏବଂ ରସୋତ୍ତୀର୍ଣ୍ଣ ଗୌରବରେ ମହାମଣ୍ଡିତ। କୌଣସି ଗମ୍ଭୀର ବିଷୟକୁ ଲଘୁ କଳ୍ପନା ସଂଯୋଗରେ ସରସ ସୁନ୍ଦର କରାଯାଇପାରେ। ଏହା ଗୀତି କବିତାର ସମଧର୍ମୀ। ଏଥିରେ ପ୍ରାବନ୍ଧିକ ନିଜ ବ୍ୟକ୍ତିତ୍ୱର ଉଦ୍ଘାଟନ କରିଥାଏ। ଏହା ଆତ୍ମଜୀବନୀ ମୂଳକ। ଏହାର ସୌନ୍ଦର୍ଯ୍ୟ ଓ ମହତ୍ତ୍ୱବୋଧ ଓ ପାଠକ ପ୍ରତି ଥିବା ବନ୍ଧୁତ୍ୱ ଉପରେ ନିର୍ଭର କରିଥାଏ। ଆମେ ଦେଖିବା ବସ୍ତୁନିଷ୍ଠ ପ୍ରବନ୍ଧ। ଏଥିରେ ବିଷୟ ବସ୍ତୁ ଉପରେ ଅଧିକ ପ୍ରାଧାନ୍ୟ ଏବେ ଆମେ ଦେଖିବା ବସ୍ତୁନିଷ୍ଠ ପ୍ରବନ୍ଧ। ଏଥିରେ ବିଷୟବସ୍ତୁ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ପ୍ରାବନ୍ଧିକ ତତ୍ତ୍ୱ ଭିତ୍ତିରେ ବିଷୟ ପର୍ଯ୍ୟାଲୋଚନା କରିଥାଏ। ଏଥିରେ ଅଭିଜ୍ଞତା ଅପେକ୍ଷା ଅଧିକ ପ୍ରକଟିତ ହୁଏ, ତେଣୁ ଏହି ଗଭୀର ଗୁଣର ଅଧିକାରୀ। ଏହା ବୁଦ୍ଧିକୁ ଓ ଜ୍ଞାନର ପରିସୀମା ବୃଦ୍ଧି କରିବା ଦିଗରେ ସହାୟକ ହୋଇଥାଏ। ଭାବ ଜଗତକୁ ଆଶ୍ରୟ କରି ଏହା ରଚିତ ହୋଇଥିବାରୁ ଏହାକୁ ମଧ୍ୟ ତନ୍ମୟୀ ପ୍ରବନ୍ଧ କୁହାଯାଏ। ଏହା ବୁଦ୍ଧି ଓ ପାଣ୍ଡିତ୍ୟର ମହିମାକୁ ପ୍ରକଟିତ କରିଥାଏ। ପ୍ରାବନ୍ଧିକଙ୍କ ସ୍ୱଜ୍ଞାନର ବିସ୍ତୃତ ପରିଚୟ ମିଳିବାର ଏହା ଏକ ଉପଯୁକ୍ତ ମାତ୍ର, ତେଣୁ ଏହା ଭାବାତ୍ମକ ନ ହୋଇ ଜ୍ଞାନାତ୍ମକ ହୃଦୟ ଅପେକ୍ଷା ଏହା ଅଧିକ ମନନଧର୍ମୀ ହୋଇଥାଏ। ବ୍ୟକ୍ତିନିଷ୍ଠ ପ୍ରବନ୍ଧରେ ସେଟା ଭାବାତ୍ମକ ହୋଇଥାଏ, କିନ୍ତୁ ବସ୍ତୁନିଷ୍ଠ ପ୍ରବନ୍ଧରେ ଜ୍ଞାନାତ୍ମକ ହୋଇଥାଏ। ଏହା ସାଧାରଣତଃ ଗୁରୁ ଗମ୍ଭୀର, ଆରମ୍ଭ ଓ ଶେଷ ପର୍ଯ୍ୟନ୍ତ ବର୍ଣ୍ଣିତ ବିଷୟର କ୍ରମିକତା ରକ୍ଷା କରାଯିବା ସହିତ ସମ୍ପର୍କ ବର୍ଣ୍ଣନା, ସୁସଂହତି ପରିପ୍ରକାଶ ଆଦି ପ୍ରବନ୍ଧର ଅବବୋଧ ନିମିତ୍ତ ସହାୟକ ହୋଇଥାଏ। ଏବେ ଆମେ ଦେଖିବା ବିଷୟବସ୍ତୁ ଦୃଷ୍ଟିରୁ। ବିଷୟବସ୍ତୁର ବିଭିନ୍ନତା ଓ ପରିସର ଦୃଷ୍ଟିରୁ ଏହାକୁ ନିମ୍ନରେ ବିଭାଗୀକରଣ କରାଯାଇଛି: ବର୍ଣ୍ଣନାତ୍ମକ, ବିବରଣାତ୍ମକ, ତତ୍ତ୍ୱବିଚାରମୂଳକ, ଭାବାତ୍ମକ, ଚିନ୍ତାତ୍ମକ, ତଥ୍ୟାତ୍ମକ। ପ୍ରଥମେ ଆମେ ଦେଖିବା ବର୍ଣ୍ଣନାତ୍ମକ। ଏଥିରେ ପ୍ରାବନ୍ଧିକ ପ୍ରାକୃତିକ ପରିବେଶ, ସ୍ଥାନ, ଦୃଶ୍ୟ, ଘଟଣାର ସ୍ୱାଭାବିକ ବର୍ଣ୍ଣନା କରିଥାନ୍ତି। ବର୍ଣ୍ଣନା ବୈଚିତ୍ର୍ୟ ଏ ଧରଣର ପ୍ରବନ୍ଧକୁ ଉପଭୋଗ୍ୟ କରିଥାଏ। ଏଥିରେ ପ୍ରାବନ୍ଧିକ ବ୍ୟକ୍ତିଗତ ଅନୁଭୂତି ଏବଂ
ପ୍ରତ୍ୟକ୍ଷଦର୍ଶୀ ଜ୍ଞାନ ସମ୍ପର୍କିତ ବର୍ଣ୍ଣିତ ପ୍ରସଙ୍ଗ ସମ୍ପର୍କରେ ସୂଚନା ମିଳିଥାଏ। ଅନେକ ସମୟରେ ଏହାର ଲଳିତ କୋମଳ ରଚନା ଶୈଳୀ ପାଠକକୁ କାବ୍ୟିକ ଆନନ୍ଦ ପ୍ରଦାନ କରିବାରେ ସହାୟକ ହୋଇଥାଏ। ଅର୍ଥାତ୍ ବର୍ଣ୍ଣନାତ୍ମକ ଶୈଳୀରେ ପ୍ରାକୃତିକ ପରିବେଶ, ସ୍ଥାନ, ଦୃଶ୍ୟ, ଘଟଣାକୁ ସ୍ୱାଭାବିକ ବର୍ଣ୍ଣନା କରାଯାଇଥାଏ। ଏଥିରେ ପ୍ରାବନ୍ଧିକଙ୍କ ବ୍ୟକ୍ତିଗତ ଅନୁଭୂତି ସହ ପ୍ରତ୍ୟକ୍ଷ ଜ୍ଞାନ ପରିପ୍ରକାଶିତ ହୋଇଥାଏ। ଏବେ ଆମେ ଦେଖିବା ବିବରଣାତ୍ମକ ପ୍ରବନ୍ଧ। ଏଥିରେ ବିଷୟବସ୍ତୁର ପୁଙ୍ଗାନୁପୁଙ୍ଗ ବର୍ଣ୍ଣନା ରହିଥାଏ। ଐତିହାସିକ ତଥା ସମସାମୟିକ ଘଟଣାବଳୀ, ବ୍ୟକ୍ତିବିଶେଷଙ୍କ ଜୀବନୀ, ରାଷ୍ଟ୍ର, ସମାଜ ଓ ବିଜ୍ଞାନ ପ୍ରଭୃତି ଏହାର ବିଷୟବସ୍ତୁ। ଅର୍ଥାତ୍ ବିବରଣାତ୍ମକ ପ୍ରବନ୍ଧରେ ଜୀବନୀ, ବ୍ୟକ୍ତିବିଶେଷଙ୍କ ଜୀବନୀ, ଘଟଣା, ସମସାମୟିକ ଘଟଣା, ଐତିହାସିକ ଘଟଣା ତଥା ରାଷ୍ଟ୍ର, ସମାଜ ଇତ୍ୟାଦି ବିଷୟବସ୍ତୁକୁ ନେଇ ରଚିତ ହୋଇଥାଏ। ଅନେକ ସମୟରେ ପ୍ରାବନ୍ଧିକ ଏସବୁ ବିଷୟବସ୍ତୁର ଅବତାରଣା କଲାବେଳେ କଳ୍ପନା ଆଶ୍ରୟ ନେଇଥାନ୍ତି, ଯାହା ପାଠକକୁ ଅତୀନ୍ଦ୍ରିୟ ପ୍ରବେଶକୁ ନେଇଯାଇ ଆନନ୍ଦ ପ୍ରଦାନ କରିଥାଏ। ଅର୍ଥାତ୍ ଏସବୁ ଘଟଣା ଗୁଡ଼ିକ ସମ୍ପର୍କରେ ବା ଏସବୁ ବିଷୟବସ୍ତୁ ସମ୍ପର୍କରେ ଆଲୋଚନା କରିବା ସହିତ ସେଥିରେ କଳ୍ପନା ମଧ୍ୟ ଆଶ୍ରୟ ନେଇଥାଏ। ସେଥିରେ କିଛି କିଛି ବାସ୍ତବ ସହିତ କଳ୍ପନା ମଧ୍ୟ ମିଶାଇ କରି ଲେଖିଥାଏ, ଯାହା ପାଠକମାନଙ୍କୁ ଆନନ୍ଦ ପ୍ରଦାନ କରିଥାଏ। ତତ୍ତ୍ୱ ବିଚାରମୂଳକ ପ୍ରବନ୍ଧ। ଏହା ଅଧିକ ଯୁକ୍ତିନିଷ୍ଠ। ଏହା ତତ୍ତ୍ୱଧାରୀ ହୋଇଥିବାରୁ ଅନେକ ସମୟରେ ପ୍ରାବନ୍ଧିକକୁ ତୁଳନାତ୍ମକ ଅଧ୍ୟୟନ କରିବାର ଆବଶ୍ୟକ ପଡ଼ିଥାଏ। ତେଣୁ ଏ ଦିଗରେ ପ୍ରାବନ୍ଧିକ ବହୁ ଶାସ୍ତ୍ରରେ ଦର୍ଶିତା ପ୍ରମାଣ ମିଳେ। ବିଶେଷ କରି ଏଥିରେ ସମାଜବାଦ, ପୁଞ୍ଜିବାଦ, ବିବର୍ତ୍ତନବାଦ, ଗୀତା ତତ୍ତ୍ୱ ଓ ଜଗନ୍ନାଥ ତତ୍ତ୍ୱ ଇତ୍ୟାଦି ତାତ୍ତ୍ୱିକ ଚିନ୍ତାଧାରାକୁ ପ୍ରାବନ୍ଧିକ ସରଳ, ସୁଗମ ଓ ସୁବୋଧ ଭାଷାରେ ପାଠକଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ସୁଯୋଗ ପାଇଥାଏ। ଯଥାର୍ଥରେ ଏହି ଧରଣର ପ୍ରବନ୍ଧ ହେଉଛି ପ୍ରଜ୍ଞାକୈନ୍ଦ୍ରିକ ଜ୍ଞାନମୟ ସଭାର ଏକ ସଂକ୍ଷିପ୍ତ ସାର। ଏବେ ଆମେ ଦେଖିବା ଭାବାତ୍ମକ ପ୍ରବନ୍ଧ। ଏ ଧରଣର ପ୍ରବନ୍ଧରେ ପ୍ରାବନ୍ଧିକଙ୍କର ଜ୍ଞାନ ସହ ହୃଦୟବତା ବା ଭାବାବେଗ ହେବ। ଏଇଟା ଭାବାବେଶ ହୋଇଯାଇଛି। ଭାବାବେଗର ସମ୍ମିଶ୍ରଣ ଘଟିଥାଏ। ଭାବାବେଗ ଧାରାରେ ବେଳେବେଳେ ଲେଖକ ଗଣକବିତ୍ୱ ବର୍ଣ୍ଣନା ଯେପରି ବ୍ୟବହାର କରନ୍ତି, ଅନେକ ସମୟରେ ଏହା ଅତୀବ କ୍ଳିଷ୍ଟ ବୋଧ ହୋଇଥାଏ। ବ୍ୟାପକ ଅଧ୍ୟୟନ ଓ ବିଶ୍ଳେଷଣ ସହ ଚିନ୍ତନ ଓ ଆବେଗ ଏ ଧରଣର ପ୍ରବନ୍ଧକୁ ଗାମ୍ଭୀର୍ଯ୍ୟପୂର୍ଣ୍ଣ ରଚନା ମାନ୍ୟତା ପ୍ରଦାନ କରିଥାଏ। ଚିନ୍ତାତ୍ମକ ବା ବିବେଚନାତ୍ମକ ପ୍ରବନ୍ଧ। ଏଥିରେ ପ୍ରାବନ୍ଧିକ ସ୍ୱାଧୀନ ଚିନ୍ତାର ସନ୍ଧାନ ମିଳିଥାଏ। ସଂଯମ, ଶୃଙ୍ଖଳା, ସତ୍ୟବାଦିତା, ତ୍ୟାଗ ପ୍ରଭୃତି ଗୁଣଗୁଡ଼ିକର ଗଭୀର ଚିନ୍ତନ କରି ପ୍ରାବନ୍ଧିକ ଏହାକୁ ଉପସ୍ଥାପନ କରିଥାନ୍ତି। ଏହା ଯେହେତୁ ଚିନ୍ତାମୂଳକ, ତେଣୁ ଏହାର ଭାଷା ହୁଏ ଗୁରୁ ଗମ୍ଭୀର ଓ ମାର୍ଜିତ। ଏଥିରେ ଫୁଟି ଉଠେ ଲେଖକ ଅନ୍ତର ବିବେଚନ ଶକ୍ତି ଓ ଜ୍ଞାନଦୀପ ମନନ ଶକ୍ତି। ଜୀବନ ଦର୍ଶନ ଓ ସତ୍ୟାନ୍ୱେଷୀ ବୈଜ୍ଞାନିକ ଅନୁଶୀଳନ ଏହାକୁ ବେଶ ଗାମ୍ଭୀର୍ଯ୍ୟପୂର୍ଣ୍ଣ କରି ତୋଳିଥାଏ। ବିଶ୍ୱ ଶାନ୍ତି, ନୈତିକତା, ସୌନ୍ଦର୍ଯ୍ୟବୋଧ ଓ ଜାତୀୟତାମୂଳକ ଏହାର ମୁଖ୍ୟ ବିଷୟବସ୍ତୁ। ବାସ୍ତବରେ ଗଭୀର ଅଧ୍ୟୟନ ଓ ଅନୁପମ ବିବେଚନାବୋଧ ହିଁ ଏହାକୁ ବେଶ ସରସ ସୁନ୍ଦର କରିଥାଏ। ଏବେ ଆମେ ଦେଖିବା ତଥ୍ୟାତ୍ମକ ପ୍ରବନ୍ଧ। ଏହି ପ୍ରବନ୍ଧରେ ବିଷୟବସ୍ତୁ ମୁଖ୍ୟତଃ ତଥ୍ୟଧର୍ମୀ ଇତିହାସ, ତଥ୍ୟ ଓ ବିଜ୍ଞାନ ସତ୍ୟକୁ ଏଥିରେ ତଥ୍ୟ ଭିତ୍ତିରେ ପରିବେଷଣ କରାଯାଇଥାଏ। ଏହା ପ୍ରାବନ୍ଧିକ ଜ୍ଞାନର ଗଭୀରତାକୁ ପ୍ରମାଣ କରେ। ଫଳରେ ଏଥିରେ ଅନେକ ତଥ୍ୟଭିତ୍ତିକ ତତ୍ତ୍ୱ ଓ ତାର ବିଶ୍ଳେଷଣାତ୍ମକ ରୂପ ସ୍ପଷ୍ଟ ରୂପେ ପାଠକ ଦୃଷ୍ଟିରୁ ବାସ୍ତବରେ ଏହା ହେଉଛି ତୁଳନାତ୍ମକ ସମୀକ୍ଷା ବା ତଥ୍ୟ ଅନୁସନ୍ଧାନୀ ପ୍ରବନ୍ଧ। ଅର୍ଥାତ୍ ଏଥିରେ ବିଭିନ୍ନ ବିଷୟବସ୍ତୁକୁ ତୁଳନା କରାଯାଇଥାଏ ଏବଂ ସେହି ସମ୍ପୂର୍ଣ୍ଣ ତଥ୍ୟ ଏଥିରେ ଉପସ୍ଥାପିତ କରାଯାଇଥାଏ। ତେଣୁ ସେହି ସବୁ ତଥ୍ୟକୁ ବା ତୁଳନା କରି ରଚନା କରାଯାଇଥିବାରୁ ଏହାକୁ ତଥ୍ୟାତ୍ମକ ପ୍ରବନ୍ଧ ବୋଲି କୁହାଯାଏ। ଆଜିର ଭିଡ଼ିଓରେ ଆମେ ପ୍ରବନ୍ଧ ସମ୍ପର୍କରେ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ଆମେ ଆଉ ଗୋଟେ ନୂଆ ଲଙ୍ଗ କୋଶ୍ଚିନ୍ ସହିତ ଦେଖା ହେବା। ଜୟ ଜଗନ୍ନାଥ।